ଚତୁର୍ଥ ଶ୍ରେଣୀର କୁନି କୁନି ପିଲାମାନେ ତୁମକୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ତୁମର ନୂଆ ସାହିତ୍ୟ ବହି ଆସିଯାଇଛି। ତେବେ ତୁମର ଯେଉଁ ପ୍ରଥମ କବିତା ରହିଛି ଟିକି ଚଢ଼େଇ, ତାକୁ ଆମେ ପାଠ କରିବା, ଆଲୋଚନା କରିବା ଆଉ ବୁଝିବା। ତେବେ ପିଲାମାନେ ଆସ। ଗଛ ଡାଳଟିରେ ଘରଟି ମୋର, ଅତି ଛୋଟ ଅଟେ ଅଣ୍ଡା ଆକାର। ମା ସହ ମୁହିଁ ଅତି ଖୁସିରେ, ଖଣ୍ଡି ଉଡ଼ା ଦେଇ ଉଡ଼ଇ ଧୀରେ। ପିଲାମାନେ, ତମେ ଛବିରେ ଦେଖିପାରୁଥିବ ଗୋଟିଏ ଛୋଟ ପକ୍ଷୀ, ଗୋଟିଏ ଛୋଟ ଶାବକ, ଗୋଟିଏ ଛୋଟ ଚଢ଼େଇ ଛୁଆ ତା ବସାରୁ ଥାଇକି ସେ କ'ଣ କହୁଛି ନା କହୁଛି ଗଛ ଡାଳଟିରେ ଘରଟି ମୋର। ଗଛ ଡାଳରେ ହେଉଛି ମୋ ଘର। ଅତି ଛୋଟ ଅଟେ ଅଣ୍ଡା ଆକାର। ତମେ ମାନେ ଦେଖିଥିବ ପିଲାମାନେ, ପକ୍ଷୀର ବସା ସାଧାରଣତଃ ଅଣ୍ଡା ଆକାର ଭଳି। ଏଣୁ ପିଲାଟି କହୁଛି ଗଛ ଡାଳରେ ଯେଉଁ ମୋର ଛୋଟ ଘରଟି ଅଛି ତାର ଆକାର ଅଣ୍ଡାର ଆକାର ପରି। ମା ସହ ମୁହିଁ ଅତି ଖୁସିରେ, ଖଣ୍ଡି ଉଡ଼ା ଦେଇ ଉଡ଼ଇ ଧୀରେ। ଛୋଟ ଚଢ଼େଇ ଛୁଆଟି କ'ଣ କହୁଛି ପିଲାମାନେ? ନା, ମୁଁ ମୋ ମା ସହିତ ମିଶି ଅତି ଖୁସିରେ ଖଣ୍ଡି ଉଡ଼ା ଦିଏ। ଅର୍ଥାତ୍ ଛୋଟ ଚଢ଼େଇ ଛୁଆ ଭଲ ଭାବରେ ସେ ଉଡ଼ିପାରେ ନାହିଁ। ଦେଖିବ କିଛି ବାଟ ଉଡ଼ିଯାଏ ପୁଣି ତଳକୁ ଖସି ପଡ଼େ, କିଛି ବାଟ ଉଡ଼ିଯାଏ ପୁଣି ତଳକୁ ଖସି ପଡ଼େ। ଏଇଟାକୁ କୁହନ୍ତି ଖଣ୍ଡି ଉଡ଼ା। ଯେତେବେଳେ ଛୋଟ ପକ୍ଷୀର ନୂଆ ନୂଆ ଡେଣା ମେଲିଥାଏ ସେ ସେତେବେଳେ ଖଣ୍ଡି ଉଡ଼ା ଦେଉଥାଏ। ଏଣୁ ଚଢ଼େଇଟି କହୁଛି ମୁଁ ମୋ ମା ସହିତ ଅତି ଖୁସିରେ ଖଣ୍ଡି ଉଡ଼ା ଦିଏ। ମା ଚାଲିଯାଏ ଆହାର ପାଇଁ, ବସାଟି ଭିତରେ ବୁଲଇ ମୁହିଁ। ଛୋଟ ଚଢ଼େଇ ଛୁଆଟି କହୁଛି ମା ଯେତେବେଳେ ଆହାର ଖୋଜିବା ପାଇଁ ବାହାରକୁ ଯାଏ, ବସାଟି ଭିତରେ ମୁଁ ବୁଲୁଥାଏ। ତମେ ମାନେ ଜାଣିଛ ପିଲାମାନେ, ପକ୍ଷୀମାନେ କେତେ ଦୂରକୁ ଉଡ଼ିଯାଆନ୍ତି ଆହାର ଖୋଜିବା ପାଇଁ, ନୁହେଁ କି? ପକ୍ଷୀ ଛୁଆ ସେଇ କଥା କହୁଛି, ମା ଯେତେବେଳେ ଆହାର ଖୋଜିବା ପାଇଁ ଦୂରକୁ ଉଡ଼ିଯାଏ, ମୁଁ ଛୋଟ ପିଲାଟି କୁଆଡ଼େ ଯିବି, ସେଇ ବସା ଭିତରେ ହିଁ ବୁଲୁଥାଏ। ବାହାର ଦୁନିଆ ଦେଖି ତ ନାହିଁ, ବସାଟି ସଂସାର ମୋହରି ପାଇଁ। ପିଲାଟି କହୁଛି, ଛୋଟ ଚଢ଼େଇ ଛୁଆଟି କହୁଛି ମୁଁ ବାହାର ଦୁନିଆ ଦେଖିନାହିଁ, କାରଣ ମୁଁ ଛୋଟ ପିଲା। ମା ମୋତେ ବାହାରକୁ କାଢ଼ୁନାହିଁ କି ଏତେ ଦୂରକୁ ଉଡ଼େଇକି ନେଉ ନାହିଁ। ଏଣୁ ମୁଁ ବାହାର ଦୁନିଆ ଦେଖିନାହିଁ। ବସାଟି ସଂସାର ମୋହରି ପାଇଁ, ଏବଂ ଏଇ ଯେଉଁ ବସା, ଏଇ ବସା ହେଉଛି ମୋର ସଂସାର। ମୁଁ ଏଇଠି ଖେଳୁଛି, ମୁଁ ଏଇଠି ଖାଉଛି, ମୁଁ ଏଇଠି ବୁଲୁଛି। ଏଣୁ ଏଇଟା ହେଉଛି ମୋର ସଂସାର। ବଡ଼ ହୋଇ ଯେବେ ବାହାର ଦେଖେ, ସବୁ ଜିମା ଭରା ମୋ ଚାରି ପାଖେ। ଭାବିଲି ବସାଟି ନିହାତି ଛୋଟ, ବାହାର ଦୁନିଆ କେଡ଼େ ବିରାଟ। ସେଇଠୁ ଚଢ଼େଇ ଛୁଆ କ'ଣ କହୁଛି? ବଡ଼ ହୋଇ ଯେବେ ବାହାର ଦେଖେ, ମୁଁ ଯେତେବେଳେ ବଡ଼ ହୋଇଯାଏ, ବସାରୁ ବାହାରକୁ ଯାଏ, ସେତେବେଳେ ସବୁଜିମା ଭରା ମୋ ଚାରିପାଖରେ ଦେଖେ। ଚାରିଆଡ଼େ ଗଛ ଲତା, ଯେତେ ସବୁ ସବୁଜ ସୁନ୍ଦର ପରିବେଶକୁ ମୁଁ ଦେଖେ। ଭାବିଲି ବସାଟି ନିହାତି ଛୋଟ, ସେତେବେଳେ ମୁଁ ଭାବେ ଏ ବସାଟା ହେଉଛି ନିହାତି ଛୋଟ। ବାହାର ଦୁନିଆ କେଡ଼େ ବିରାଟ, କହିଲେ କେତେ ବଡ଼। ଯେତେବେଳେ ପକ୍ଷୀ ଛୁଆ ନିଜ ବସାରୁ ବାହାରକୁ ବାହାରେ, ଆକାଶରେ ଉଡ଼େ, ସବୁଜିମା ପରିବେଶକୁ ଦେଖେ, ସେ ସେତେବେଳେ ଅନୁଭବ କରେ ଏ ସଂସାର, ଏ ଦୁନିଆ ହେଉଛି କେତେ ବଡ଼। ହଁ କି ନାହିଁ ପିଲାମାନେ? ତମେ ବି ଭାବନା, ତମେ ଯେତେବେଳେ ଛୋଟ ଥିଲ ତମେ ଘରେ ରହୁଥିଲ, ତାପରେ ଧୀରେ ଧୀରେ ବିଦ୍ୟାଳୟକୁ ଆସିଲ, ପୁଣି ଆଗକୁ ଆଗକୁ ପାଠ ପଢ଼ିଲେ ମହାବିଦ୍ୟାଳୟକୁ ଯିବ, ସାରା ଦୁନିଆ ଦେଖିବ। ହଁ କି ନାହିଁ? ତମେ ବି ସେତେବେଳେ ଅନୁଭବ କରିବ ଯେ ଦୁନିଆଟି କେତେ ବଡ଼। ଠିକ୍ ଯେମିତି ପ୍ରଥମେ ତୁମ ଗାଁ ତୁମକୁ ସବୁଠୁ ବଡ଼ ଭଳି ଲାଗୁଥିଲା। ଯେତେବେଳେ ଗାଁ ବାହାରୁ ଯାଇକି ତୁମେ ଆଉ ଗୋଟେ ଗାଁରେ ପହଞ୍ଚିଯାଅ, ସେତେବେଳେ ଲାଗେ ଯେ ନାଇଁ ନାଇଁ, ଆମ ଗାଁ ଠାରୁ ବି ଆହୁରି ବଡ଼ ଏରିଆ, ବଡ଼ ଦୁନିଆ ଅଛି। ଠିକ୍ ସେମିତି ପକ୍ଷୀ ଛୁଆଟି ତା ବସାରୁ ବାହାରି ଯେତେବେଳେ ଆକାଶରେ ଉଡ଼ିଲା, ସବୁଜିମା ପରିବେଶ ଦେଖିଲା, ସିଏ ଜାଣିପାରିଲା ଏ ଦୁନିଆ ହେଉଛି ଗୋଟେ ବିରାଟ ବଡ଼, ବହୁତ ବଡ଼। ତେବେ ପିଲାମାନେ ଆମେ କ'ଣ ଶିଖିଲେ? ନା, ଆମେ ଯେତିକି ଯେତିକି ପରିବେଶରେ ଆଗକୁ ଆଗକୁ ଯିବା, ସେତିକି ବାହାର ଦୁନିଆ ବିଷୟରେ ଆମେ ଜାଣିପାରିବା, ଦୁନିଆକୁ ବୁଝିପାରିବା। ଆମେ ଛୋଟ ପରିବେଶରେ ରହିଲେ ଆମ ମନ ଛୋଟ ହୋଇକି ରହିଯିବ ପିଲାମାନେ। ଏଣୁ ଆଗକୁ ଆଗକୁ ବଢ଼ିବା ପାଇଁ ଆମକୁ ବିଭିନ୍ନ ପରିବେଶକୁ ଯିବା ପାଇଁ ପଡ଼ିବ, ଠିକ୍ ପକ୍ଷୀ ଭଳି। ଆଶା କରୁଛି ପିଲାମାନେ ତୁମେମାନେ ଅତି ସୁନ୍ଦର ଭାବରେ କବିତାଟିକୁ ବୁଝିପାରୁଥିବ,
ବହିଟିକୁ ବାରମ୍ବାର ପାଠ କରିବ। ଆଗକୁ ବଢ଼ିବା। ପୁଣି ଦିନେ ମୁହିଁ ବସାରୁ ଆସି ଗଛରେ ବସି ମୁଁ ହୋଇଲି ଖୁସି। ଚଢ଼େଇ ଛୁଆଟି କହୁଛି, ଦିନେ ମୁଁ କ'ଣ କଲି ନା ବସାରୁ ଆସି ଗଛରେ ବସିଲି, ଗଛ ଡାଳରେ ବସିଲି, ଖୁସି ମନରେ ବସିଲି। ଯେତେବେଳେ ଗଛ ଡାଳରେ ବସିଲି ମୁଁ ଖୁସି ହୋଇକି ବସିଲି। ଭାବିଲି ଦୁନିଆ କେଡ଼େ ସୁନ୍ଦର, ଫୁଲ ଫଳେ ହସେ ସାରା ସଂସାର। ସେତେବେଳେ ମୁଁ ଭାବିଲି ସତରେ ଦୁନିଆଟା କେଡ଼େ ସୁନ୍ଦର, ଫୁଲ ଫଳରେ ଏ ସାରା ସଂସାର ହସୁଛି। ବୁଝିଲ ପିଲାମାନେ? ନୀଳ ଆକାଶର ବିରାଟ ଦେହ ଦେଖି ମୋ ମନରେ ଆସିଲା ଭୟ। ଚଢ଼େଇ ଛୁଆଟି କହୁଛି, ମୁଁ ତ ଛୋଟ ବସାରେ ରହୁଥିଲି, ଯେତେବେଳେ ନୀଳ ଆକାଶକୁ ଆସିକି ଉଡ଼ିଲି, ସେତେବେଳେ ବିରାଟ ଆକାଶକୁ ଦେଖି ମୁଁ ଡରିଗଲି, ମୋ ମନରେ ଭୟ ଆସିଗଲା। ହଁ କି ନାହିଁ ପିଲାମାନେ? କହିଲ, ତମେ ପୋଖରୀରେ ଗାଧୋଉଥିବ ବା ପୋଖରୀରେ ପହଁରୁଥିବ, ହଠାତ୍ ଯେତେବେଳେ ନଦୀ ବା ସମୁଦ୍ରକୁ ଦେଖିଦେବ, ତମ ମନରେ ଭୟ ଆସିବ କି ନାହିଁ? ଠିକ୍ ସେମିତି ପିଲା ମନରେ ଆକାଶର ବିରାଟ ଆକାରକୁ ଦେଖିକି ତା ମନରେ ଭୟ ଆସିଗଲା। ବିଶାଳ ବିଶ୍ୱର ବିସ୍ମୟ କଥା ଭାବି ବସିଲେ ମୋ ଘୁରୋଇ ମଥା। ଚଢ଼େଇ ଛୁଆଟି କହୁଛି, ଏ ବିଶାଳ ବିଶ୍ୱର ବିସ୍ମୟ କଥା, କେଡ଼େ ଆଶ୍ଚର୍ଯ୍ୟଜନକ କଥା ଭାବି ବସିଲେ ମୋ ମଥା ଘୁରେଇ ଦେଉଛି, ମୋ ମୁଣ୍ଡ ବୁଲେଇ ଦେଉଛି। ହଁ କି ନାହିଁ ପିଲାମାନେ? କହିଲ ଦେଖି, ଏ ବିଶାଳ ସଂସାର କେଡ଼େ ବିସ୍ମୟ ନୁହେଁ, କେଡ଼େ ଆଶ୍ଚର୍ଯ୍ୟ ନୁହେଁ? ରାତି ପାହିଲେ ସୂର୍ଯ୍ୟ ଆପେ ଆପେ ଉଦୟ ହେଉଛନ୍ତି, ରାତି ହେଲେ ତାରାମାନେ ଦେଖାଯାଉଛନ୍ତି, ବସନ୍ତ ଋତୁ ଆସିଲେ ଗଛ ଗୁଡ଼ିକ ଆପେ ଆପେ ସବୁଜ ଦେଖାଯାଉଛନ୍ତି, ନଦୀ ତା ବାଟରେ ବହି ବହି ଯାଉଛି, ପକ୍ଷୀମାନେ ଆକାଶରେ ଉଡ଼ୁଛନ୍ତି। ଏମିତି ଅନେକ ବିସ୍ମୟ କଥା ଏ ପୃଥିବୀରେ ରହିଛି। ସକାଳ ସୂରୁଜ କଅଁଳ ଖରା ମନରେ ଲାଗିଲା ଭାବ ନିଆରା। ସକାଳୁ ସକାଳୁ ଯେଉଁ ସୂର୍ଯ୍ୟଙ୍କର କଅଁଳ ଖରା ମୋ ଦେହରେ ପଡ଼ିଲେ ମୋତେ ଆରାମ ଲାଗୁଛି, ଆଉ ଭାରି ନିଆରା, ୟା ଭଳି ଆଉ ନାହିଁ। ଚଢ଼େଇ ଛୁଆଟି କ'ଣ କହୁଛି? ସକାଳର କଅଁଳିଆ ଖରା ଭାରି ନିଆରା, କେତେ ଭଲ। ଟିକି ଚଢ଼େଇ ମୁଁ ଟିକି ମୋ ଡେଣା, ଉଡ଼େ ମୁଁ ଆକାଶେ ନ ମାନି ମନା। ସେଇଠୁ ଚଢ଼େଇ ଛୁଆଟି କହୁଛି, ଟିକି ଚଢ଼େଇ ମୁଁ ଟିକି ମୋ ଡେଣା, ମୁଁ ଟିକି ଚଢ଼େଇଟିଏ, ଛୋଟ ଚଢ଼େଇଟିଏ, ଛୋଟ ଛୋଟ ହେଉଛି ମୋର ଡେଣା, ଆଉ ମୁଁ ଏଡ଼େ ବଡ଼ ଆକାଶରେ ଉଡ଼ୁଛି। କେବେ ଆଉ ନିଜକୁ ସେ ବିଶାଳ ଆକାଶରେ ଉଡ଼ିଲା ବେଳେ ନିଜକୁ କେବେ ଦୁର୍ବଳ ବୋଲି ଭାବୁନାହିଁ। ମୁଁ ସିନା ଛୋଟ ଚଢ଼େଇଟିଏ, ଛୋଟ ଛୋଟ ମୋର ଡେଣା, କିନ୍ତୁ ଆକାଶର ବିଶାଳ ଆକାଶରେ ମୁଁ ଉଡ଼ିପାରୁଛି, ଉଡ଼ୁଛି ମଧ୍ୟ। ଆସ ପିଲାମାନେ, କିଛି ନୂଆ ଶବ୍ଦ ଆଲୋଚନା କରିବା। ଟିକି, ଟିକି କହିଲେ ଜାଣିଛ ଛୋଟ, ଆହାର କହିଲେ ଖାଦ୍ୟ, ସଂସାର କହିଲେ ଦୁନିଆ, ସବୁଜିମା, ଏଭଳିଆ ଶବ୍ଦ ସବୁ ଦେଇଛି ପିଲାମାନେ। ଏବେ ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବର ପ୍ରଶ୍ନ, ସବୁ ଜୀବଜନ୍ତୁ ଘରେ ରହିବାର ଆବଶ୍ୟକତା ଅଛି କି ନାହିଁ, କାରଣ ସହ ଉତ୍ତର କୁହ। ଉତ୍ତର ହେଲା, ପ୍ରତ୍ୟେକ ଜୀବଜନ୍ତୁଙ୍କ ରହିବା ବାସସ୍ଥାନ ଅଲଗା ଅଲଗା ହୋଇଥାଏ। କିଏ ଗାତରେ, କିଏ ଗୁମ୍ଫାରେ, କିଏ ଗଛରେ ରହିଥାଏ। ଏଣୁ ସବୁ ଜୀବଜନ୍ତୁ ଘରେ ରହିବାର ଆବଶ୍ୟକତା ନାହିଁ। ହଁ କି ନାହିଁ ପିଲାମାନେ କୁହ? ଆମେ ବାଘକୁ ଘରେ ରଖିପାରିବା କି? ସେ ଗୁମ୍ଫାରେ ରହିବ। ଆମେ ହାତୀକୁ ଘରେ ରଖିପାରିବା କି? ତା ପାଇଁ ଗୋଟେ ବିରାଟ ଆକାର ଦରକାର। ହଁ କି ନାହିଁ କୁହ? ଠିକ୍ ସେଇଭଳି। 2 ନମ୍ବର ପ୍ରଶ୍ନକୁ ଯିବା। ପଶୁପକ୍ଷୀମାନେ କେଉଁଠି ରୁହନ୍ତି? ଉତ୍ତର, କିଛି ପଶୁପକ୍ଷୀ ଘରେ ରହନ୍ତି, ଯେମିତି ଗାଈ, ଛେଳି, ମେଣ୍ଢା, କୁକୁଡ଼ା, ବତକ ଇତ୍ୟାଦି। କିଛି ପଶୁପକ୍ଷୀ ଗଛରେ ରହନ୍ତି। ହଁ କି ନାହିଁ କୁହ? ମାଙ୍କଡ଼, ହନୁଆମାନେ ଗଛରେ ରହନ୍ତି, ବଗ, କାଉ, ଚିଲ ଗଛରେ ରହନ୍ତି। ଆଉ କିଛି ପଶୁପକ୍ଷୀ ବଣରେ ବି ରହନ୍ତି, ଯେମିତି ତୁମେ ଜାଣିଛ ବାଘ, ଭାଲୁ, ହାତୀ, ସିଂହ, ନାଇଁ କି? ଆଉ ଶାଗୁଣା, ଚିଲ, କଜଳପାତି, ମୟୂର, ଏମାନେ ସବୁ ବଣରେ ରହନ୍ତି। 3 ନମ୍ବର, ତୁମ ପରିବାରର ସଦସ୍ୟମାନେ କାହିଁକି ଘରୁ ବାହାରକୁ ଯାଆନ୍ତି? ଉତ୍ତର, ଆମ ପରିବାରର ସଦସ୍ୟମାନେ ରୋଜଗାର ପାଇଁ ତଥା ବିଭିନ୍ନ କାମଧନ୍ଦା ପାଇଁ ଘରୁ ବାହାରକୁ ଯାଆନ୍ତି। 4 ନମ୍ବର, ତୁମ ଘରକୁ କିଏ ଆସିଲେ ବା ତୁମେ କାହା ଘରକୁ ବୁଲିବାକୁ ଗଲେ କିପରି ଅନୁଭବ କର? ଉତ୍ତର, ଆମ ଘରକୁ କିଏ ଆସିଲେ ମୋତେ ବହୁତ ଖୁସି ଲାଗେ। ଅତିଥି ଦେବତା ଅଟନ୍ତି। ସେହିଭଳି ମୁଁ କାହା ଘରକୁ ବୁଲିବାକୁ ଗଲେ ମୋତେ ଖୁବ୍ ଖୁସି ଲାଗେ। ତାଙ୍କ ପରିବେଶ, ତାଙ୍କ ଚଳଣି ଜାଣି ଖୁସି ଲାଗେ। ପିଲାମାନେ, ତୁମେମାନେ ମଧ୍ୟ ନିଜ ଭାଷାରେ ଏହିଭଳି ପ୍ରଶ୍ନର ଉତ୍ତର ସବୁ ଲେଖିବ। ଆଉ ଗୋଟିଏ କଥା ମନେ ରଖ ପିଲାମାନେ, ତୁମେ ଅଧିକ ସମୟ ମୋବାଇଲ ବା ୟୁଟ୍ୟୁବ୍ ବହୁଳ ବ୍ୟବହାର କରିବ ନାହିଁ। ଥରୁଟିଏ ଭିଡ଼ିଓକୁ ଦେଖି ତୁମେ ବହିକୁ ବାରମ୍ବାର ଅଭ୍ୟାସ କରିବ, ହେଲା ପିଲାମାନେ।
आशा करुच्ची तुम मैंने अति सहजरे प्रश्न उत्तर बुझीपारुथ्व। जिबा परवर्ती प्रश्न को। तुम्हें भावुच कि पक्षी मानक परी आमे भी धीरे धीरे बड़ हो और संसार देखु। उत्तर हाँ, मु भी भावुची कि पक्षी मानक परी आमे भी धीरे धीरे बड़ हो और संसार को देखु। हाँ कि नहीं पिला माने कह, तुम आज छोट अछ, दिने बड़ हम, ए बड़ दुनिया को देखियो। कहीं आम ए बड़ दुनिया पाई आसीचे भल पाठ पढ़ी भल काम करी एते बड़ दुनिया रे नाम रखिबा। हैला पिले माने जिबा परवर्ती प्रश्न को। ये प्रश्न गुड़िकर तो आम आलोचना करदेले। एबे भाषार कथा पढ़ और बुझ। कौन कही असजड़ा पद को सजाड़ी पाख कठोरी रे लिखा। ताकू सजाड़िले कौन हम पिला माने, पुणी दिने मुही बसारू आसी गछरे बसी मु होइली खुशी भाविली दुनिया केड़े सुंदर फूल फले हसे सारा संसार। एबे जिबा 2 नंबर को। कवितारे अंडा परी आकार पद सहित केउ शब्दटी मेल खाउची कुह एवं लेख। कौन हम, अंडार परी आकार कहार हम, पक्षीर बसा। 3 नंबर को जिबा। निम्नलिखित शब्द गुड़िकर अर्थ फूल पाकुड़ारू खोजी खाली स्थान रे लिखिबा। वृक्ष कहिले गछ, माता कहिले माँ, धरा पृथ्वी, विहंग पक्षी, नीड़ कहिले बसा। आशा करुच्ची तुम मैंने भल भाव या बुझी पारिथिबो। एबे जिबा तार परवर्ती प्रश्न को। 4 नंबर। निम्नलिखित प्रश्न गुड़िकर 4टी विकल्प उत्तर दि जाइछि। सेगुड़िक मध्यरु ठीक उत्तरटी बाछि तले दि जाइथिबा कठरे लिखिबा। जेमिति कविता अनुसरण रे बाहर दुनिया सहित केउ शब्द जड़ित बोली तुमे भाबुछ। कौन हम पिला माने, आकाश। ख नंबर। कहार विराट देह देखी पक्षी शाबकटी भयभीत हो गला। उत्तर है आकाश। आकाशर विराट देह देखी पक्षीटी भयभीत हो गला। ग नंबर। पक्षी छुआटीर बसाटी किपरि थिला। उत्तर छोट थिला। घ नंबर। कविताटी सकाळ सूर्य किरण को कौन कहा जाइछि। उत्तर कौन खरा बोली कहा जाइछि। एबे आस उत्तर लिखिबा। पक्षी छुआटीर भावना को निज भाषा रे लेख। पक्षी छुआटी संसार को निज बसा भली छोट भावुथिला। 2 नंबर। पक्षी छुआटी खुशी हेबार कारण कौन ना बाहर बड़ दुनिया देखी पक्षीटी खुशी हैला। 3 नंबर। तुमे बड़ हेले कौन करिवो निज मनरु लेख। मु बड़ होई समाज सेवा करिवि। एही भली आमे लिखि परिबा। तुमे बड़ हेले कौन भाबुछ लिखिबो। जिबा 4 नंबर को। निम्नलिखित कठोरी रे लेखा जाइथिबा वर्ण गुडी को मिलाई विभिन्न पक्षी मानकर नाम लिखिबा। कौन हम पिला माने, कोइली, बग, पारा, सुआ, चटिया। एही भली। एबे तुम पई काम भावभंगी रे प्रकाश करिवो। धीरे धीरे केमिति खुशी हेबा, भय करिबा, खंडी उड़ा देबा, उभा हवा, एगुड़िक तुम भावभंगी रे प्रकाश करिवो। तापरे पिला माने कौन कहिछि, रंग दियो। कोइली को रंग दब, कोइलीर देहर रंग कला। शुआ को रंग दब, शुआर देहर रंग सबुज आउ थंटटी नाली करिवो। से बेला चढ़ई बसा को मध्य रंग देव। आशा करुच्ची भिडियोटी तुमको बहुत भल लागिथिबो। एहाकु पढ़िबो, बुझिबो आउ बारंबार अभ्यास करिवो। हैला पिला माने।